ବିଦିଆ ପାତ୍ର ଭୂଷଣ୍ଡପୁର ଗାଁର ଚୌକିଆ। ସେ ଆଉ ଗାଁ ଚୌକିଆ ପରି ନୁହେଁ। ଚିତାଏ ଉଞ୍ଚା ମୂଳି ବାଉଁଶ ଠେଙ୍ଗାଟାଏ କାନ୍ଧରେ ପକାଇ ଏ ରାମ ପଇଡ଼େ ଜଗତା, ଏ ନାଇକ ଘର ହୁସିଆର ଏହିପରି ଡାକି ଡାକି ଦୁଆର ଦୁଆର ରାତି ସାରା ବୁଲୁଥିବ। ବିଦିଆ ପାତ୍ର ଚୌକିଦାରୀ କଲା ଦିନରୁ ଗାଁରେ କାହାରି ଘର ପିଢ଼ାରୁ ପୋଇ ଡଙ୍କଟାଏ ବି ଚୋରି ଯାଇନାହିଁ। କଥା କ'ଣ କି ମଫସଲ ଗାଁରେ ଚୋରମାନେ ଚୌକିଆ ଓର ନ ଧରିଲେ ଗାଁରେ ପଶି ପାରନ୍ତି ନାହିଁ। ଫେର ତା ବାଦ ବିଦିଆ ଗୋଟାଏ 5 ହତା ମରଦ, ଠେଙ୍ଗାଟାଏ ଧରିଥିଲେ 10 ଜଣ ଭେଣ୍ଡିଆ ଆଖପାଖରେ ପଶି ପାରିବେ ନାହିଁ। ଏଥିଲାଗି ଚୋର ଯାକ ଭରସି ଭୂଷଣ୍ଡପୁର ଗାଁ ମୁହାଁ ହୋଇପାରନ୍ତି ନାହିଁ। ବିଦିଆର ବର୍ତ୍ତମାନ ମାଣେ ଦିଗବାରି ଜାଗିରି। ତା ବାଦ ଫସଲ ଅମଳ ବେଳେ ଗାଁର ସାନ ବଡ଼ ସମସ୍ତେ ବିଲ ମୁଣ୍ଡରେ ତାକୁ ଗୋଟାଏ ଗୋଟାଏ କଳେଇ ଦିଅନ୍ତି। ପାତ୍ର ପୁଅ ସବୁବେଳେ ମନ ଆନନ୍ଦରେ ଥାଏ, ସବୁବେଳେ ହରେ କୃଷ୍ଣ ଭଜୁଥାଏ। ଥିଲା ନଥିଲାକୁ ତାର ଶୋଚନା ନାହିଁ। ଘରେ ଅଛି, ଖାଇଲା, ନାହିଁ ଉପାସ ରହିଲା। ଜୀବନଟା ଯାକ କାହାରିକୁ କିଛି ମାଗିନାହିଁ, କାହାରି ଦୁଆରେ ଅଦୁର୍ଯ୍ୟ ହେଇନାହିଁ। କିଛି ଦୁଃଖରେ ପଡ଼ିଲେ ହାତ ଯୋଡ଼ି ଉପରକୁ ଅନାଇ ଜଣାଏ, ହରି ତ ମରଜି। ବିଦିଆ ପାତ୍ରର ପୁଅ ସ୍ୱପ୍ନାର ବିବାଘର ଲାଗି ଢେର ଢେର ଜାଗାରୁ କନ୍ୟାର ବାତିନି ଆସିଲାଣି। ଏଡ଼େ ବଡ଼ ଗାଁର ଚୌକିଆ, ତା ପୁଅ ଲାଗି କ'ଣ କନ୍ୟାର ଅଭାବ? ସ୍ୱପ୍ନା ପିଲାଟା ଯେମିତି ଦେଖିବାକୁ ଡଉଲ ଡାଉଲ, ଗୁଣ ବି ସେମିତି। କାମ ପାଇଟିକୁ ରାହୁ, ବାପାକୁ ଖୁବ୍ ମାନେ। ବାପା କଥା ତଳେ ପଡ଼ିବ ନାହିଁ। ବାପ ବାଧିକା ପଡ଼ିଲେ ଦିନ ରାତି ପାଖରେ ଜଗି ବସି ସେବାରେ ଲାଗିଥିବ। ମତ୍ରାମପୁର ଚୌକିଆ ଦଣ୍ଡିଆ ପାତ୍ର ଝିଅ ଚେମିକୁ ଦେଖି ବୁଢ଼ାର ମନ ମାନିଗଲା। ତାହାରି ସାଙ୍ଗରେ ସ୍ୱପ୍ନାକୁ ବାହା କରିଦେବା କଥା ଠିକ୍ କଲା। ଯେମିତି ହେଉ ଏଇ ବରଷ ବିଭା କଲେ ବନେ। ଉଛୁଣି ପୁଅର 17 ବର୍ଷ ଚାଲିଛି। ଆଏନ୍ଦାକୁ ଯୋଡ଼ା ବୟସ ପଶିବ। ବିଭା ହେବ ନାହିଁ। ବିଭା କରାଇବି, ହଁ। ବୋଇଲା ରଙ୍କ 30। ଯେତେ ଟାଣିଟୁଣି ଖରଚ କର 30 ଟଙ୍କାରୁ ଉଣା ନୁହେଁ। ଜାତି ଭାଇମାନେ କ'ଣ ଛାଡ଼ିବେ? ଏଡ଼େ ବଡ଼ ଚାକିରିଟାରେ ଅଛି, ନାମ ଡାକ କାହିଁ ବୋଇଲେ କିଏ କ'ଣ ଶୁଣେ। ଅତି ନିକୁଛ 2 ବେଳ ତ ଜାତି ଗୋସେଇଁମାନଙ୍କୁ ମୁଖ ଦୌତ କରାଇବି। ହାତରେ ନାହିଁ ପଇସାଏ, ଯାହା କରିବେ ଯାହା ଦେବେ ହରି। ଢେର ବେଳ ଯାଏଁ ହାତ ଯୋଡ଼ି ପ୍ରଭୁଙ୍କୁ ଡାକିଲା, ପ୍ରଭୁ ତୁମ ଇଚ୍ଛା ହେଲେ ପୁଅଟି 2 ହାତକୁ 4 ହାତ ହେବ। ଦିନେ ରାତିରେ ପୁରାଣ ପାଠ ସରିଲା ବାଦ ଗାଁର ମୁଖଣ୍ଡ ସାନ୍ତମାନେ ବସିଥାନ୍ତି। ବିଦିଆ ପାତ୍ର ହାତ ଯୋଡ଼ି ଜଣାଇଲା, ଆଜ୍ଞା ସାନ୍ତମାନଙ୍କ ହୁକୁମ ହେଲେ ପଦେ ଗୁହାରି ଜଣାଇବି। ଆଜ୍ଞା ଆପଣମାନଙ୍କର ଚରଣ ଧୂଳି ଲାଗି ପୁଅଟି ପାରିଗଲାଣି। କନ୍ୟାଟିଏ ଠିକ୍ କରିଛି। ଆଜ୍ଞା ହେଲେ ହାତଛନ୍ଦା କରେଇଦେବି। ସବୁ ସାନ୍ତ ବସି ମୁହଁ ଚାହାଁ ଚାହିଁ ହେଉଛନ୍ତି। କାହାରି ପାଟି ଫିଟୁନାହିଁ। ଜମିଦାର ବଳରାମ ନାୟକେ ଗୋଟାଏ କାମ ବାହାନା କରି ବିଦିଆ ପାତ୍ରକୁ ଆଉ ଆଡ଼େ ପଠାଇଦେଲେ। ତହିଁବାଦ ସମସ୍ତଙ୍କ ମୁହଁକୁ ଚାହିଁ କହିଲେ, ଦେଖନ୍ତୁ ଗ୍ରାମର ସମସ୍ତ ମୁରବୀ ଲୋକେ ତ ଅଛନ୍ତି। ବିଦିଆ ଉଣା ପୁରା 50 ବର୍ଷ ହେଲା ଗାଁଟାକୁ ଅଗୁଳିଛି। ତା ବାହାଦୌଲତରେ ଚେରି ଚପାଟି କିଛି ଶୁଣା ନାହିଁ। କେବେ ତ ସେ କିଛି ମାଗି ନାହିଁ। ମାଗିବା ଲୋକ ସେ ନୁହେଁ। ଲୋକଟି ଯେମିତି ସତ୍ୟବାଦୀ ସେମିତି ଧାର୍ମିକ। ତା ହାତରେ ପଇସାଏ ବି ଥିବ ନାହିଁ ଜଣା। ଆସନ୍ତୁ ଆମେମାନେ ତା ପୁଅକୁ ବାହା କରାଇଦେବା। ସମସ୍ତେ ଏକାବେଳେ କହି ଉଠିଲେ, ଆଜ୍ଞା ଆଜ୍ଞା ସାନ୍ତ ଯାହା ଆଜ୍ଞା କଲେ ଠିକ୍ କଥା। ଆମେମାନେ ମନ ନଦେଲେ ସେ କେମିତି ଚଳିବ। ଜମିଦାରଙ୍କ ଆଜ୍ଞାରେ ଅବଧାନେ ରଙ୍ଗାଧର ମହାନ୍ତିଏ ଧାଇଁ ଧାଇଁ ଲେଖନପତ୍ର ଘେନି ଆସିଲେ। ବିଭାଘରକୁ ଯାହା ଲୋଡ଼ା ବିରି ଚାଉଳ ତେଲ ଲୁଣ ସୋରିଷ ଖଲିପତ୍ର ଖଣ୍ଡିକ ସୁଦ୍ଧା ତାଲିକା ହେଲା। ପୁରୋହିତ କଣ୍ଡରା ବୈଷ୍ଣବ, ତା ପାଇଁ ମୂର୍ତ୍ତିଏ ଲୁଗା, 4 ଅଣ ଦକ୍ଷିଣା ସବୁ ତାଲିକାରେ ବସିଲା। ମଣିଷ ଚିହ୍ନି ସବୁ ଗାଁ ଯାକ ଭେଦା ହୋଇଗଲା। ଆଜି ଅଭଡ଼ା ମଙ୍ଗନ।
ବିଭା ଆଉ 2 ଦିନ ଅଛି। ସକାଳ ଦିନ ପହରକ ସମୟରେ ଜମିଦାରଙ୍କ ଦୁଆରୁ ଭାର ଯାଇ ପାତ୍ର ଦୁଆରେ ଜମା ହେଲା। ଜମିଦାର ଗାଁର ସମସ୍ତଙ୍କ ଘରୁ ରୁଣ୍ଡେଇ ଘରେ ଠୁଳ କରି ରଖିଲେ। ପାତ୍ର ତ 7 ଗୋଟିଏ ପଲା ଘର, ପଦାର୍ଥ ସବୁ ରଖିଛି କାହିଁ? ଦୂର ଦୂରାନ୍ତରରୁ କୁଣିଆ କୁଟୁମ୍ବ ଆସି ରହିବା ପାଇଁ ବାପ ପୁଅ ଲାଗି ଖଜୁରୀ ପିଞ୍ଛାରେ କେତେ ବଖରା ଛାମୁଣ୍ଡିଆ କରି ପକାଇଥିଲେ। ସେଥିରୁ ଗୋଟାଏ ଘରେ ସବୁ ଜିନିଷ ରଖିଦେଲେ। କାଲି ବିଭା, ମଙ୍ଗନ ରାତିରେ ସବୁ କୁଣିଆ ପହଞ୍ଚିଗଲେ। ଖନ୍ଦା ଲାଗିଗଲା। ସେଇ କୁଣିଆ ଭିତରୁ 4 ଜଣ ରାନ୍ଧୁଣୀ ପରଶୁଣୀ ବାହାରି ପଡ଼ିଲେ। ବୁଢ଼ା ପାତ୍ର ସାନ କତିରୁ ବଡ଼ ଯାଏଁ ସବୁ ଜାତି ପୁଅଙ୍କ ହାତ ଧରି ଗୋଡ଼ ଧରି କହୁଥାଏ, ସାଆନ୍ତମାନେ, ଗୋସେଇଁମାନେ, ପଞ୍ଚୁ ଠାକୁରମାନେ, ଏ କାମ ଆପଣମାନଙ୍କର, ପୁଅ ଆପଣମାନଙ୍କର, କାମ ତୁଲେଇ ନିଅନ୍ତୁ। ସତକୁ ସତ ସମସ୍ତେ କାମ ତୁଲେଇ ନେଲେ। ବିଭା ହେଇଗଲା। ଜାତି ପୁଅମାନେ ଖୁସି ହେଇ ବିଦା ହେଇଗଲେ। ଯିବାବେଳେ ବାଟରେ କୁହାକୁହି ହୋଇ ଯାଉଥାନ୍ତି, ଜାତି ଭିତରେ ଏଡ଼େ କାର୍ଯ୍ୟଟା କେହି କରିନାହିଁ। ସବୁ ଜାତି ପୁଅଙ୍କୁ କିଏ ବରଣିଥାଏ? ଖୁଆଇ ପିଆଇ ଭୋର କରିଦେଲା। ତାକିଆକୁ ତାକିଆ ବିରି ଡାଲି ବାଥୁରୀ ପରି ବଡ଼ ବଡ଼ ପୁଞ୍ଜାଏ ଗାରଡ଼ ବାନ୍ଧିଦେଲା। ଧନ୍ୟ ଧନ୍ୟ, ସେମିତିକା ସାଆନ୍ତମାନଙ୍କୁ ଖଟିଛି ଏକା। ବୋହୂଟି ଘରକୁ ଆସିଲା। ଦେଖିବାକୁ ବେଶ ଡଉଲ ଡାଉଲ, ଗୁଣ ବି ସେମିତି। ତା ହାତରନ୍ଧା ମଦରଙ୍ଗା ଶାଗ ଖରଡ଼ା, ଚେଙ୍ଗ ମାଛ ତିଅଣ, କଙ୍କଡ଼ା ସିଝା ଯିଏ ଖାଇଛି ପାଶୁରି ପାରିବ ନାହିଁ। ଏ କଥା ଗୁଡ଼ାକ ଏକା ପାତ୍ର ବୁଢ଼ାଙ୍କ ମୁହଁରୁ ଶୁଣି ଲେଖୁଛୁ। ଘଷି ସାଉଁଟିବା, ଗୁଣ୍ଡି କାଠ ଗୋଟେଇବା, ଗାତ ଭିତରୁ କଙ୍କଡ଼ା ଧରି ଆଣିବା, ସବୁ ଗୁଣରେ ପୁରା। ସଞ୍ଜବେଳେ ବୁଢ଼ା ଗାଁରୁ ବୁଲି ଆସିଲେ ବୋହୂ ଠେକିଏ ପାଣିରେ ଗୋଡ଼ ଧୋଇଦିଏ। ସାଙ୍ଗେ ସାଙ୍ଗ 3 ପୁରୁଷର ବାସନ ଭଙ୍ଗା ପଥୁରୀରେ ଭାତ, ଚାକୁଣ୍ଡା ଶାଗ ଖରଡ଼ା, କଙ୍କଡ଼ା ପୋଡ଼ା, ଚେଙ୍ଗ କୁଟୁରୀ ଅଣ 3 ତିଅଣ କରି ପରସି ଦିଏ। ବୁଢ଼ା ଏତେ ତିଅଣ କେବେ ଖାଉଥିଲା? ତେନ୍ତୁଳି ଫୁଟେ ଲୁଣ ଟିକକୁ ଭାତ ନିଅଣ୍ଟ। ବୋହୂର ଏସବୁ ଗୁଣ ଦେଖି ବୁଢ଼ା ଦିନେ ନିରୋଳାରେ ବସି ଢେର ହାୟ ହାୟ କରି କାନ୍ଦିଲା। ଏଡ଼େ ଭାଗ୍ୟଟା ହୀନ କପାଳି ବୁଢ଼ୀ ଦେଖିପାରିଲା ନାହିଁ। ବିଭା 4-6 ମାସ ବାଦ ଦିନ ପହରେ ହେଲାଣି, ବୁଢ଼ା ବିଛଣାରୁ ଉଠି ନାହିଁ। ସପ୍ନା ପଚାରିଲା, କିଲୋ ବାପା, ଏତେ ବେଳ ଯାଏ ଶୋଇଛୁ? ବୁଢ଼ା ପୁଅ ବୋହୂଙ୍କୁ ପାଖରେ ବସାଇ କହିଲା, ଆରେ ସପ୍ନି, ମୋ ସାଙ୍ଗରେ ଯାଇ ପିଲାଦିନୁ ପୁରାଣ ଶୁଣିଛୁ। ଢେର କଥା ମୁଁ ବି ଶିଖେଇଛି। ମନରେ ରଖିବୁ, ଲୋଭ ନ କରିବୁ ପରଧନେ, ମିଛ ନ କହିବୁ କଦାଚନେ। ବହୁଲ, ଏହି ସପ୍ନି ହେଲା ତ ଖାଉନ୍ଦ, ତ ଠାକୁର ଦେବତା। ୟା କଥାକୁ ଏଡ଼ିବୁ ନାହିଁ। ମୋ ଦେହଟା କେମିତିକା ଦେଖୁଛି, ଆଉ ବର୍ତ୍ତି ବି ନାହିଁ। ପୁଅ ବୋହୂ ଦୁହେଁ ଢେର କାନ୍ଦିଲେ। 4-5 ଦିନ ଖିଆଶୁଆ ଛାଡ଼ି ବୁଢ଼ାର ଢେର ସେବା କଲେ। ବଡ଼ ବୁଢ଼ା ହୋଇଥିଲା, ଦିନ 6ଟା ଜ୍ୱରରେ ହରି ହରି କହି ଚାଲିଗଲା। ପୁଅ ବୋହୂ ଢେର କାନ୍ଦିଲେ। ଗାଁ ଲୋକେ ହାୟ ହାୟ କହିଲେ, ନିଚ କୂଳରେ ଏମିତିକା ସତ୍ୟବନ୍ତ ଧାର୍ମିକର ଦେଖା ନାହିଁ। ବୁଢ଼ାର ଶୁଦ୍ଧବାଦ ଗଲାଣି। ଦିନେ ସପ୍ନା ଚେମି ବସି ବିଚାର କଲେ। ସପ୍ନା କହିଲା, କହିଲୁ, ମୁଁ ଚାକିରିରୁ ଇସ୍ତଫା ଦେବି। ତତେ ଏକୁଟିଆ ଘରେ ପକାଇ ରାତିରେ କେମିତି କରି ଗାଁ ବୁଲିଯିବି? ସପ୍ନା ଯାହା କହେ ସବୁ କଥାରେ ଚେମିର ହଁ। ହେଲେ ଚାକିରି ଛାଡ଼ିଦେବାଟା ତା ମନକୁ ମାନିଲା ନାହିଁ। ସେ କହିଲା, ଏ ଖାଉନ୍ଦ, ତମେ ତ ଚାକିରି ଛାଡ଼ିବ, କେମିତି ଖାଇବା ପିନ୍ଧିବା? ସପ୍ନା କହିଲା, ମୁଲକରେ ଏତେ ବିଲ, ଗାଁରେ ପୋଖରୀ ଗଡ଼ିଆ, ଭାତ ତୁଣ କ'ଣ ଉଣା ହବ? ଚେମି କହିଲା, ତମ ମନକୁ ଯାହା ଲାଗେ କର। ରାତିରେ ଗାଁର ସାଆନ୍ତମାନେ ଭାଗବତ ଘରେ ବସିଛନ୍ତି। ସପ୍ନା ବେକରେ ଗାମୁଛା ଖଣ୍ଡ ପଟକା ପକାଇ ହାତ ଯୋଡ଼ି କହିଲା, ଆଜ୍ଞା ସାଆନ୍ତମାନେ, ମୋ 7 ପୁରୁଷ ଆପଣମାନଙ୍କ ଚରଣ ରେଣୁର ଗୋଲାମ। ଚରଣ ରେଣୁ ଲୁଣ ଖାଇଲେ ମୁଁ ଏଣିକି ଚାକିରି କରିପାରିବି ନାହିଁ।
ଆପଣମାନଙ୍କ ଚରଣ ରେଣୁରେ ଇସ୍ତଫା ଦେଲି। ସାଆନ୍ତମାନେ ଆପଣ ଆପଣା ମଧ୍ୟରେ ଢେର ବେଳ ଯାଏ ବିଚାର କରନ୍ତୁ। ବିଚାର କରି ଶେଷରେ ଜମିଦାର ବଳରାମ ନାୟକେ କହିଲେ, ନାହିଁ ରେ, ତ ଇସ୍ତଫା ନିଆଯିବ ନାହିଁ। ଯେମିତି ଚୌକିଆ ଥିଲୁ ସେମିତି ଥିବୁ। ହେତା ହଳା ସବୁ ପାଇବୁ। ଗାଁ ବୁଲି ନ ଆସିବୁ ପଛକେ। ସ୍ୱପ୍ନା ଆସି ବୋହୂକୁ ସବୁ କଥା କହିଲା। ଚେମି ମନ ତ ଭାରି ଖୁସି। ଏ ଖାଉନ୍ଦ, ଭଲ କଲ, ଚାକିରି ଥାଉ। ମୁଁ ଏମିତି ସାନ ହେଲି, ଡରିଗଲି। ବଡ଼ ହେବି, ଡରିବି ନାହିଁ। ତମେ ଗାଁ ବୁଲିଯିବ, ମୁଁ ପଲାରେ ଶୋଇଛି। ଡର ମାଡ଼ିଲା, ପାଟି କଲି, ଧାଇଁ ଆସିଲ। ବାଘ ନା ଭାଲୁ, କିଆଁ ଡରିଲି? ମୋ ମା କହିଲା, ଡର କାହାକୁ ଭୟ କାହାକୁ, ଠାକୁରେ ଅଛନ୍ତି ଚଉବାହାକୁ। ଗେରସ୍ତ ଭାରିଜା ଦୁଇଟି ପ୍ରାଣୀ ସବୁବେଳେ ଏକ ସାଙ୍ଗରେ ଥାଆନ୍ତି। ଛାଡ଼ ବାଡ଼ ଥାଏ ନାହିଁ। ଜଣକୁ ନ ପଚାରି ଆର ଜଣ କିଛି ପାଇଟି କରେ ନାହିଁ। ଜଣକ ମନରେ ଦେହରେ ଦୁଃଖ ହେଲେ ଆଉ ଜଣକ କାନ୍ଦି ପକାଏ। ସ୍ୱପ୍ନା ସାଆନ୍ତ ଘର ପାଇଟିକୁ ଗଲେ ଚେମି ଟୋକେଇଟିଏ କାଖେଇ ପଛେ ପଛେ ଯାଏ। ସ୍ୱପ୍ନା ବିଲରେ କାମ କରୁଥିବା ବେଳେ ଚେମି ଘଷି ସାଉଁଟେ। ହିଡ଼ ତଳୁ ପିତା ଶାଗ, ମଦରଙ୍ଗା ଶାଗ ତୋଳି ଆଣେ। ଗାତରୁ କଙ୍କଡ଼ା ଧରେ। ସ୍ୱପ୍ନା ଏକୁଟିଆ ଅଲଗା ପାଇଟି କରେ। 5 ଜଣ ମୂଲିଆଙ୍କ ସାଙ୍ଗରେ ଥାଏ ନାହିଁ। କେହି ଦୁଷ୍ଟ ଲୋକ ଟାପରା କରି କଥା ପଦେ କହିଦେବେ ପରା। ଆଉ 2 ଜଣ ମନ ଫିଟେଇ କଥା ଭାଷା ହେଇପାରିବେ ନାହିଁ। ସ୍ୱପ୍ନା 5 ମାଣ ଧାନ ମୂଲ ପାଏ। ବୁଢ଼ା ଅମଳରୁ ଘରେ ଗୋଟାଏ ଭଙ୍ଗା ମାଣ ଅଛି। ଚେମି ମାପି ପକାଏ। ଆଗେ ମାଣେ ମାପି ବୁଢ଼ା ଅମଳର ଗୋଟାଏ ଭଙ୍ଗା ମୁଣ୍ଡି ମାଠିଆରେ ପୁରାଇ ରଖିଦିଏ। ସ୍ୱପ୍ନା ଦୋକାନରୁ ବାହୁଡ଼ିବା ବେଳକୁ ଚେମି ଭାତ ରାନ୍ଧି ରଖିଥାଏ। ଦୋକାନ ସଉଦା ଭଲ କରି ଦେଖି ସାଇତି ରଖେ। ତାହା ବାଦ ଟୋପାଏ ତେଲ ପକାଇ ଶାଗଟା ଖରଡ଼ି ପକାଏ। କଙ୍କଡ଼ା ଛେଚି ଦେଇ ଟୋପାଏ ଲୁଣ ଗୋଳେଇ ଦିଏ। ମାଛ ଥିଲେ ଟୋପାଏ ତେଲ ପକାଇ ଅଣ କରିଦିଏ। ବୁଢ଼ା ଭଙ୍ଗା ପଥୁରୀରେ ସ୍ୱପ୍ନାକୁ ଭାତ ପରସି ଦେଇ ପାଖରେ ବସେ। ରାଣ ନିୟମ ଦେଇ ବଳେଇ ବଳେଇ 2 ଗୁଣ୍ଡା ଅଧିକ ଖୁଆଏ। ଚେମି ବଡ଼ ଘରଣୀ। ଝୋଟ ଅମଳ ବେଳେ ସାଆନ୍ତମାନଙ୍କ ଦୁଆରୁ ନଳିତା କାଠି ଆଣି ବିଡ଼ା ବାନ୍ଧି ରଖିଛି। ଖାଉନ୍ଦ ଭାତ ଖାଇବା ବେଳେ ଗୋଟାଏ କାଠି ଜାଳି ଆଲୁଅ ଦେଖାଏ। ସ୍ୱପ୍ନାର ଖିଆ ହେଇଗଲେ ସେ ଅଇଁଠା ପତୁରୀରେ ଆପଣା ଭାତ ବାଢ଼ି ଖାଏ। ଭଲ ମନ୍ଦ ଘରକୁ ଯେ ପଦାର୍ଥ ଆସୁ, ସ୍ୱପ୍ନା ଆଗେ ନ ଖାଇଲେ ଚେମି ଖାଇବ ନାହିଁ। 2 ଜଣଙ୍କ ଖିଆପିଆ ହୋଇଗଲେ ବାକି ଭାତ ଗୁଡ଼ାକ ପଖାଳି ତହିଁ ଆର ଦିନକୁ ରଖିଦିଏ। ଓଳିଏ ରୋଷେଇ, 2 ଓଳିକୁ ଜାଳ କାହିଁ? ଆହୁରି ଗୋଟାଏ କଥା, ସକାଳ ଓଳି ପାଇଟିରୁ ଆସିବାକୁ ଦିନ 2 ପହର। ଭୋକ ବେଳେ କ'ଣ ରନ୍ଧାକୁ ତର ସହିବ? ବର୍ଷା ଦିନେ ଜାଳ ମିଳିବ ନାହିଁ ବୋଲି ଖରା ଦିନେ ଘଷି ପାରି ଓଳି ପନ୍ଦାଡ଼ରେ ଟାଙ୍ଗି ରଖିଦେଇଛି। ସ୍ୱପ୍ନା ଚେମି 2ଟି ପ୍ରାଣୀ ଖୁବ୍ ମନ ଆନନ୍ଦରେ ଅଛନ୍ତି। ସାହୁର ଦେଣା ନାହିଁ କି ରାଜାର ଖଜଣା ନାହିଁ। ଦିନେ ସୁଦ୍ଧା ଘରେ ଅନ୍ନ ଛୁଟଣ ନାହିଁ। ମନରେ କିଛି ଭାବନା ନାହିଁ। ଖାଇବା କଥା ପଡ଼ିଲେ 2 ଜଣ ଯାକ କହନ୍ତି, ମୁଲକରେ ଏତେ ବିଲ ଗଡ଼ିଆ ପୋଖରୀ ଥାଉଁ ଥାଉଁ କ'ଣ 2ଟା ପ୍ରାଣୀ ପେଟ ପୂରିବ ନାହିଁ? ଚେମି କହେ, ଏ ଖାଉନ୍ଦ, ତମେ କାହିଁକି ପର ପାଇଟିରେ ଯିବ? ବାଳୁଙ୍ଗା ଝାଡ଼ି ଆଣିଲେ ତ ଆମର 6 ମାସ ମେଣ୍ଟିଯିବ। ବେଳ ଜାଣି ଚେମି କୁଲାଟାରେ କାଠି ଖଣ୍ଡେ ବାନ୍ଧି ଢେର ବାଳୁଙ୍ଗା ଝାଡ଼ି ଆଣି ଘରେ ରଖେ। ଖାଉନ୍ଦକୁ ବାଧିବ ବୋଲି ଚେମି ରୋଜ ରୋଜ ତାକୁ ପାଇଟିକୁ ପଠାଏ ନାହିଁ। ବାଳୁଙ୍ଗାରେ ଅନ୍ନ ଚଳାଏ। ଯେଉଁଦିନ ସ୍ୱପ୍ନା ସାଆନ୍ତ ଘର ପାଇଟିକୁ ନ ଯାଏ, ସେଦିନ 2 ଜଣ ପୋଖରୀ ପୋଖରୀ ବୁଲି ବୁଲି କଛିମ, କଙ୍କଡ଼ା, ମାଛ ଧରି ଆଣନ୍ତି। ସେଦିନ ଚେମି ଢେର ରକମର ତିଅଣ ରାନ୍ଧେ। 2 ଜଣଙ୍କର ଭାରି ଆନନ୍ଦ। ରାତିରେ ଚେମି ରନ୍ଧାବଢ଼ା କରୁଥିବା ବେଳେ ସ୍ୱପ୍ନା ହରିଣ ସ୍ତୁତି, ଗଜସ୍ତୁତି ଗାଏ। ଭାଗବତ ବି ଢେର ପଦ ଶିଖିଛି। ଏଠୁ ସେଠୁ ଢେର ପଦ ଗାଏ। ଚେମି କାନ ଡେରି ଶୁଣୁଥାଏ।
ପଢ଼ାପଢ଼ି ସରିଲେ ଠାକୁର ହରି ଦୟା କର କହି ହାତ ଯୋଡ଼ି ଭୂଇଁରେ ଢପ ଢପ କରି 3 ଥର ମୁଣ୍ଡିଆ ମାରେ। ତା ବାଦ ସ୍ୱପ୍ନା ଗୋଡ଼ ତଳେ 3 ଥର ଜୁହାର ହୋଇ ତା ପାଦରୁ ଧୂଳି ନେଇ ମୁଣ୍ଡରେ ମାରେ। ପ୍ରତିଦିନ ସଞ୍ଜବେଳେ ଏହିପରି କରେ। ଯେଉଁଦିନ ହାତରେ କିଛି ପାଇଟି ନାହିଁ, 2 ଜଣ 2 ଜଣଙ୍କୁ ଅନାଇ ପିଣ୍ଡାଟିରେ ବସିଥାନ୍ତି। ବୁଢ଼ା ରାମ ପରିଡ଼ାକୁ ସ୍ୱପ୍ନା ଅଜା ସାନ୍ତ ବୋଲି ଡାକେ। ତାଙ୍କରି ଘରେ ଢେର ଦିନ ପାଇଟି କରେ। ପରିଡ଼ା ବୁଢ଼ା ଦିନେ ସ୍ୱପ୍ନାକୁ ଡାକିବାକୁ ଆସି ଦେଖେ 2 ଜଣ ଏକା ଜାଗାରେ ବସିଛନ୍ତି। ଟାପରା କରି କହେ, କିରେ ସ୍ୱପ୍ନା, ତମେ 2ଟା ଯେ ବଗୁଲା ବଗୁଲି ପରି ବସିଛ। ରୋଜ ରୋଜ ଟାପରା କରି ବଗଲା ବଗୁଲି ବୋଲି କହୁଁ କହୁଁ ପରିଡ଼ାର ଅଭ୍ୟାସ ହେଇଗଲାଣି। ସବୁବେଳେ ଡାକେ, ଆରେ ବଗଲା, ଆଲୋ ବଗୁଲି। ତା ଶୁଣା ଶୁଣି ଗାଁ ଲୋକ ବି ଡାକିଲେଣି, ବଗଲା ପାତ୍ର। ଗାଁ ମାଇକିନିଆ ମାନେ ବି ଚେମିକୁ ଟାପରା କରି କହନ୍ତି, ଆଲୋ ବଗୁଲି, ତ ବଗଲା ଲାଗି କ'ଣ ରାନ୍ଧିଥିଲୁ? ସତକୁ ସତ ସମସ୍ତେ ଦେଖୁଛନ୍ତି ସବୁଦିନେ ସବୁବେଳେ ବଗୁଲା ବଗୁଲି ପରି 2 ଜଣ ଏକା ସାଙ୍ଗରେ ଅଛନ୍ତି। ଶେଷକୁ ଗାଁରେ ନାମ ହେଇଗଲାଣି ବଗଲା ବଗୁଲି। ବର୍ଷା ଦିନରେ ବଗଲା ବଗୁଲିର ଭାରି ଆନନ୍ଦ। ବିଲ ବଛା ବେଳେ 2 ଜଣଙ୍କୁ ପାଇଟି ମିଳେ। ସ୍ୱପ୍ନାର ମୂଲ 5 ମାଣ, ଚେମିର 4 ମାଣ। ଖାଇ ପିଇ 5 ମାଣ ଧାନ ବଳି ପଡ଼େ। ଏଇଟା ବଡ଼ ଭଲ ବର୍ଷ, ଅର୍ଜନ ଚାରିଆଡ଼େ। ପଛ ପାଣିଆ ଯୋଗୁଁ ସମସ୍ତଙ୍କର ବିଲ ବଛା ଏକ ସଙ୍ଗରେ, ମୂଲିଆ ମିଳୁନାହାନ୍ତି। ମୂଲ ବଢ଼ି ଯାଇଛି। ସ୍ୱପ୍ନାର ମୂଲ 6 ମାଣ, ଚେମିର 5 ମାଣ। ଘରେ ଧାନ ଗୋଟାଏ ମାଠିଆ, ଯୋଡ଼ାଏ ତାଡ଼ିଆ ଭର୍ତ୍ତି ହେଇ ସ୍ୱପ୍ନା ଗୋଟାଏ ସାନ ଓଳିଆ ବାନ୍ଧି ଦେଲାଣି। ଲକ୍ଷ୍ମୀ ଆଲିଙ୍ଗନ କଲାବେଳେ ଚାରିଆଡ଼ୁ ଅର୍ଜନ ମିଳେ। ବିଲ ବଛା ବେଳେ ହାତରେ କଙ୍କଡ଼ା ଚେଙ୍ଗ ପଡ଼ିଯାଏ। ହିଡ଼ ମୂଳରେ ମଦରଙ୍ଗା, କାନସିରି ଶାଗ, ବଲବଲ, କାମ ଉଠାଣି ହାତ ବୁଲେଇ ଦେଲେ ଦିନ ତମାମ ଚଳିଲା। ଏ ବାଦେ ଚେମି ବିଲ ଟିକରା ମୂଳରୁ କାଇଁସ କାଟି ଆଣି ଗୋଟାଏ ଖଇଁଚି ବୁଣିଛି। ଚେମିକୁ ଢେର ପାଇଟି ଆସେ। କାଇଁସ ପାଛିଆ ବୁଣି ଗାଁ ଝିଅ ବୋହୂଙ୍କୁ ବିକି ଚାଉଳ ଧାନ ନେଇ ଆଣେ। 2 ଜଣ ବିଲ ବଛା ପାଇଟିରେ ଲାଗିଥିବା ବେଳେ ଖଇଁଚିଟି ପାଣି ମାହାରା ହିଡ଼ ମୂଳରେ ବସେଇ ଦେଇଥାନ୍ତି। ପାଇଟି ଉଠାଣି ବେଳକୁ ଚେଙ୍ଗ, କୁଠରୀ, କଉ, ଟିପିରି, ଶେଉଳ, ପହଣା ଖଇଁଚିରେ ଭର୍ତ୍ତି। ଦିନେ ଦିନେ 2-3 ଥର ଖଇଁଚିଟା ଝାଡ଼ି ପକାନ୍ତି। ଆଜିକାଲି ସଞ୍ଜବେଳେ ଦୋକାନୀ ଦୁଆରକୁ ଧାନ ଘେନି ଯିବାକୁ ହୁଏ ନାହିଁ। ମାଛ 2 ହତା ଘେନି ଗଲେ ତେଲ, ଲୁଣ, ଧୂଆଁ ପତ୍ର ସବୁ ମିଳିଗଲା। ଚେମି 2 ନୌତି ସରିକି ପିତା ଶୁଖୁଆ ଶୁଖାଇ 4 ମାସ ତିଅଣକୁ ଖାତି ବାନ୍ଧି ସାରିଲାଣି। ଭଲ କରି ଶୁଖାଇ ଶୁଖୁଆ ଗୁଡ଼ିକ ଗୋଟାଏ ପାଛିଆରେ ପୁରାଇ ଘର ଶେଣିରେ ଟାଙ୍ଗି ଶିକାଟିରେ ଥୋଇ ଦେଇଛି। ଆଜିକାଲି 2 ପ୍ରାଣୀ ଭିତରେ ଆନନ୍ଦର ସୀମା ନାହିଁ। ଅଣମାସିଆ ଦିନେ 4 ଘଡ଼ିକ ବେଳେ 2 ଜଣଙ୍କର ଖିଆପିଆ ସରିଲାଣି। ଚେମି ଗୁଡ଼ାଏ ବିଲ ମାଛ ବୁଢ଼ୀ ପରିଡ଼ାଡ଼ିକୁ ଦେଇ ମାଟି କୁମ୍ପାରେ କୁମ୍ପାଏ କରଞ୍ଜ ତେଲ କିଣି ଆଣି ଘରେ ଥୋଇ ଦେଇଛି। ମଫସଲ ଚାଷମନ୍ଦି ଘରେ ସମସ୍ତେ ଖରାଦିନେ ତେଲି ଦୁଆରୁ କରଞ୍ଜ ପେଡ଼ି ଆଣି ବର୍ଷା ଦିନ ଲାଗି ତେଲ ସାଇତି ରଖିଥାନ୍ତି। ଦିନଯାକ ପାଣି କାଦୁଅରେ ବୁଲି ବୁଲି ଗୋଡ଼ ଯୋଡ଼ାକ ପାଣି ଖାଇ ସିଠୁଆ ପଡ଼ିଯାଏ। ଆଙ୍ଗୁଳି ସନ୍ଧି ସବୁ ଘା ହେଇଯାଏ। ରାତିରେ କରଞ୍ଜ ତେଲ ଲଗାଇ ଦେଲେ ତହିଁ ଆର ଦିନ ସକାଳକୁ କିଛି ନଥାଏ। ଖଣ୍ଡେ ଛିଣ୍ଡା କତରା ପାରି ଦେଇ ସ୍ୱପ୍ନା ଶୋଇପଡ଼ିଛି। ଚେମିର ଗୋଡ଼ର ପାଣିଖିଆ ଜାଗା ଆଙ୍ଗୁଳି ସନ୍ଧିମାନଙ୍କରେ କରଞ୍ଜ ତେଲ ଲଗେଇ ଦେଉଛି। ଚେମି କଥା ଆରମ୍ଭ କଲା, ଏ ଖାଉନ୍ଦ, ତମେ ଦେଖ, ଘରେ ଶୋଇପାରିବାକୁ ଆଉ ଜାଗା ନାହିଁ। ବାଳୁଙ୍ଗା ପାଚିଲାଣି। ମୁଁ କାଲି ସକାଳୁ ଝାଡ଼ି ଯିବି। ଆଉ କେଉଁଠି ରଖିବା, କ'ଣ କରିବା? ସ୍ୱପ୍ନା କହିଲା, ହଁ ଲୋ, ମୁଁ ସେଇ କଥା ଉଛୁଣିକା ମନରେ ପକାଇଥିଲି। ଆଚ୍ଛା, ଧାନ ବିକି ଦେଇ ଟଙ୍କା ପଇସା ଆଣି ଘରେ ରଖିବା। ଚେମି କହିଲା, ନାହିଁ ଏ ଖାଉନ୍ଦ, ସେ ବଡ଼ ଅଳିଆ କଥା। କେତେ ଧାନକୁ କେତେ ପଇସା ଗଣି ଜାଣିବେ ନାହିଁ। ଆଉ ଟଙ୍କା ପଇସା ଦେଖିଲେ ଚୋର ଟସ୍କର ଦୁଆରକୁ ଆସିବେ।
କେଉଁଠି ପୋତି ପକାଇବା ଭୁଲିଗଲେ ଗଲା। ମୋ ମା ଥରେ 4ଟା ପଇସା ପୋତି ପକାଇଥିଲା, ପାଇଲା ନାହିଁ, ଢେର କାନ୍ଦିଲା। ସ୍ୱପ୍ନା କହିଲା, ତେବେ ଧାନ ସବୁ ରାମ ମାସନ୍ତ ତନ୍ତୀକୁ ଦେବା, ସେ ତୋ ଲାଗି ଖଣ୍ଡେ ରଙ୍ଗ କସ୍ତା ଶାଢ଼ୀ ବୁଣିଦେବ। ଜେମି କହିଲା, ନାଇଁ ଖାଉନ୍ଦ, ମୁଁ ପିନ୍ଧି ଜାଣିବି ନାହିଁ, ଚିରିଯିବ। ମୁଁ କହୁଛି, ଅଜା ପରିଡ଼ା ସାନ୍ତ ଶୀତଦିନେ ଯେମିତିକା କଳା ଅଙ୍ଗା ଲଗାନ୍ତି, ତମେ ବାଲେଶ୍ୱର ହାଟକୁ ଯାଇ ସେମିତିକା ଗୋଟାଏ କିଣି ଆଣ, ଶୀତ ହେଲେ ଲଗାଇବ, ବଡ଼ ସୁନ୍ଦର ଦିଶିବ। ସ୍ୱପ୍ନା କହିଲା, ତୁ ନାଲି ରଙ୍ଗ ଶାଢ଼ୀ ପିନ୍ଧିଲେ ବେଶୀ ସୁନ୍ଦର ଦିଶିବ। ଜେମି କହିଲା, ତମେ ଅଙ୍ଗା ଲଗାଇଲେ ବେଶୀ ସୁନ୍ଦର ଦିଶିବ। 2 ଜଣଙ୍କ ଭିତରେ ଢେର ବେଳ ଯାଏ କଥା ଚାଲିଲା। ଶେଷରେ ସ୍ୱପ୍ନା ପ୍ରସ୍ତାବରେ କଥା ସ୍ଥିର ହେଲା। କାବୁଲି ପଠାଣ ଆସିଲେ ତାକୁ ସବୁ ଧାନ ଦେଇ ଗୋଟାଏ ରଙ୍ଗ କମ୍ବଳ କିଣିବେ। ଶୀତ ଦିନରେ ଖଡ଼ିକା ହେଁସ ଘୋଡ଼ି ହେବେ ନାହିଁ, ସେଇ କମ୍ବଳ ଘୋଡ଼ି ହେବେ। କଥାଭାଷା ହେଉ ହେଉ 2 ଜଣ ଯାକ ଶୋଇପଡ଼ିଲେଣି। ଦିନ ଘଡ଼ିଏ ହେଲାଣି, 2 ଜଣ ଯାକ ଶୋଇଛନ୍ତି। ରୋଜ ରୋଜ ଚେମି ଆଗରେ ଉଠେ, ଆଜି ଉଠି ନାହିଁ। ସ୍ୱପ୍ନା କହିଲା, କିଲୋ, ତୋ ଦେହ ତାତିଲା ପରି ଲାଗୁଛି, ଜ୍ୱର ହେଲା କିଲୋ? ଚେମି କହିଲା, ହଁ, ଦିହଟା କେମିତିକା କସମସ କରୁଛି। ଏ ଖାଉନ୍ଦ, ତମ ଦିହଟା ତାତି ଲାଗୁଛି, ଜ୍ୱର ହେଲା କି? ଆଲୋ ମାଲୋ, ଆଲୋ ବୋପାଲୋ, କ'ଣ କରିବି ଲୋ ଠାକୁର ହରି, ମୋ ବାପ ଗାଁ ମଙ୍ଗଳା, ମୋ ଖାଉନ୍ଦକୁ ଭଲ କରିଦେ। ସ୍ୱପ୍ନା କହିଲା, ନାଇଁ ଲୋ, ଡର ନା, ଠାକୁରେ ଭଲ କରିଦେବେ। ତୁ ଯା ପଥି ରାନ୍ଧ, ମତେ ମାଣଟିଏ ଧାନ ଦେ। ସାଉଦୁଆରୁ ରସୁଣ ଘେନି ଆସେ। ଗରମ ଗରମ ପେଜ ମିଶା ଭାତରେ ପାଣି ଢାଳି ରସୁଣ ଦେଇ 2 ଜଣ ପଥି କଲେ। 4 ଦିନ ଗଲା, 5 ଦିନ ଗଲା, ସ୍ୱପ୍ନାର ଜ୍ୱର ବଳି ପଡ଼ିଲା, ପଥି ଛାଡ଼ିଲା। ଚେମିର ଜ୍ୱର ଟିକିଏ ଭଲ ହେଲାଣି। ଚେମିର ଖାଇବାର ନାହିଁ, ଶୋଇବାର ନାହିଁ। ସ୍ୱପ୍ନାର ତ ବଳେ ନିଦ ନାହିଁ। ଚେମି ଗୋଡ଼ ତଳେ ବସି ଦିନ ରାତି ଖାଲି ଠାକୁର ହରି ଆଉ ବାପ ଗାଁ ମଙ୍ଗଳାକୁ ଡାକୁଛି। ଚେମି ଆଉ ଧୈର୍ଯ୍ୟ ଧରି ରହିପାରିଲା ନାହିଁ। ଖାଉନ୍ଦକୁ କହି ଗାଁ ବୈଦ୍ୟରାଜ ନକୁଳି ନାୟକ ଦ୍ୱାରକୁ ଧାଇଁଲା। ସେ ଏକୁଟିଆ କେବେ ଘରୁ ବାହାରି ନାହିଁ। ଆଜି ଗାଁ ଗୋହରି ମଝି ବାଟେ ଚାଲିଛି। ଗୋଡ଼ ପୋତି ପଡ଼ୁଛି, ଆଖିରେ ପାଣି ଭର୍ତ୍ତି, ବାଟ ଦିଶୁନାହିଁ। ବୈଦ୍ୟ ଘରକୁ ଧାଇଁଛି। ଚେମି 5-6 ବର୍ଷ ହେଲା ଶ୍ୱଶୁର ଗାଁକୁ ଆସିଲାଣି। କାହାରି ମୁହଁ ଦେଖି ନାହିଁ, କାହାରିକୁ ଅନାଏ ନାହିଁ। ଖାଉନ୍ଦ ଛଡ଼ା ଆଉ କାହାରି ସହିତ କଥା ନାହିଁ। ଠାକୁର ଦେବତାଙ୍କୁ ମନ ମଧ୍ୟରେ ଡାକି ଡାକି ଖୁବ୍ ହେମତ କରିଗଲା। ହେମତ କରି ବୈଦ୍ୟରାଜକୁ ସ୍ୱପ୍ନା ଜ୍ୱର କଥା କହିଲା। ବୈଦ୍ୟ ନକୁଳି ନାୟକେ ବଟୁଆ ଫିଟାଇ ଗୋଟିଏ ତସର କୁଆ ଭିତରୁ 4ଟା ଜ୍ୱର ରାଘବ ବଟିକା କାଢ଼ିଦେଲେ। କହିଲେ, ତୁ ତ ମହୁ ପାଇବୁ ନାହିଁ, ତୁଳସୀ ରସ, ଜ୍ୱର ପାପଡ଼ା ରସ ଗୋଳି ଦେଇ 4 ପହରରେ 4 ପାନ ଦେବୁ। ଜ୍ୱର ନ ଛାଡ଼ିଲେ ପାଣି ଧରି ଆସିବ। 6 ଦିନ ଜ୍ୱର ବଳି ପଡ଼ିଲାଣି। ଚେମି ସାଙ୍ଗରେ କଥା ନାହିଁ। କେତେବେଳେ ଗୀତ ଗାଉଛି, ଭାଗବତ ପଦ ପଢ଼ୁଛି, ବିଲ କଥା କହୁଛି। ଆଖି ଯୋଡ଼ାକ କୋଚିଆ ରକ୍ତ ପରି ଲାଲ। ଚେମି ସାରୁ ପତ୍ରଟାଏ ପାଣି ଛୁତ ଧରି ଖାଉନ୍ଦକୁ କିଛି ନ କହି ବୈଦ୍ୟ ଦୁଆରକୁ ଧାଇଁଲା। ବୈଦ୍ୟରାଜ ଦୁବ ଘାସ କେରାକରେ ପାଣିରେ ଟୋପାଏ ତେଲ ପକାଇଲେ। ତେଲ ବୁନ୍ଦା ଧରି ରହିଲା, ମେଲିଲା ନାହିଁ। ରୋଗୀର ବୃତ୍ତାନ୍ତ ସବୁ ଶୁଣି କହିଲେ, ଘୋର ସନ୍ନିପାତ। କସ୍ତୁରୀ ଭୈରବ ବଟିକା ଲୋଡ଼ା, 4 ଟଙ୍କା ଦାମ ଆଣ। ଚେମି ପାଟି ପ୍ରାୟ ପଡ଼ିଗଲାଣି। ଖୁବ୍ କଷ୍ଟରେ କହିଲା, ମୁଁ ଟଙ୍କା କାହୁଁ ପାଇବି, ଘରେ ଧାନ ଅଛି, ସବୁ ଆଣିଦେବି। ଚେମି ଘରକୁ ଧାଇଁ ଧାଇଁ ଆସିଲା। ଖାଉନ୍ଦକୁ ଅନାଇଲା। କିଛି କଥା କହିଲା ନାହିଁ। କହିବ କ'ଣ? ଖାଉନ୍ଦ କଥା ଶୁଣୁଛି ନା କହୁଛି? ଖାଲି ଉଠବସ ହେଉଛି, ପାଟି କରୁଛି। ଚେମି ପାଛିଆଟାରେ ପାଛିଆଏ ଅମାପ ଧାନ ପୁରାଇ କାଖେଇ ବୈଦ୍ୟ ଦୁଆରକୁ ଧାଇଁଲା। ବୈଦ୍ୟ ଆଗରେ ଧାନ କୁଢ଼େଇ ଦେଲା। ଚେମି ମା ବିବାହ ବେଳେ 2.5 ମଶା ରୂପାର ଗୋଟିଏ ମୁଦି ଦେଇଥିଲା। ଘୋରି ହେଇଯିବ ବୋଲି ଚେମି ସବୁଦିନେ ଲଗାଏ ନା। ସେହି ମୁଦିଟା ବୈଦ୍ୟଙ୍କୁ ଦେଲା। ତାଙ୍କ ପାଖରୁ ଔଷଧ ଘେନି ଧାଇଁଛି। ଚେମି 4 ଦିନ ହେଲା ଟୋପାଏ ପାଣି ମୁହଁରେ ଦେଇନାହିଁ। ତା ଜ୍ୱର ବି ଭଲ ଛାଡ଼ି ନାହିଁ। ଭିତରେ ଭିତରେ ଜ୍ୱର ଅଛି। ସକାଳୁ ଦିନ 2 ପହର ଯାଏଁ ଧାଇଁଛି।
ଚେମି ଘରକୁ ଯାଇ ଦେଖିଲା ସ୍ୱପ୍ନା ପାଟି ଆଁ କରି ପଡ଼ି ଯାଇଛି। ଚେମି ଏ ଠାକୁର ମଙ୍ଗଳା କହି ସ୍ୱପ୍ନା ଗୁଡ଼ ତଳେ ଦୁଲ କରି ପଡ଼ିଗଲା। ସ୍ୱପ୍ନାର ଟିକିଏ ଜ୍ଞାନ ଥିଲା। ଚେମି ମୁହଁକୁ ଏକ ଧ୍ୟାନରେ ଅନାଇଛି। ଦୁହିଁଙ୍କୁ ଦେଖୁଛନ୍ତି। ତହିଁ ଆରଦିନ ଗାଁରେ ଚହଳ ପଡ଼ିଗଲା। ବଗଲା ବଗୁଲିର ଜ୍ୱର ହେଇଥିଲା। 2 ଦିନ ହେଲା ତାଟି ଫିଟି ନାହିଁ। ଗାଁ ଲୋକେ ଧାଇଁଲେ। ସମସ୍ତେ ହାଇ ହାଇ କରୁଛନ୍ତି। ଜମିଦାର ବାବୁ ସ୍ୱପ୍ନା ଶ୍ୱଶୁର ଗାଁକୁ ଧାଉଡ଼ିଆ ପାଇକ ପଠାଇଦେଲେ। ଗାଁର ସମସ୍ତ ସ୍ତ୍ରୀ ଚେମି ଲାଗି ହାୟ ହାୟ କଲେ। ଯିବାବେଳେ ସମସ୍ତେ ହୁଳହୁଳି ପକାଇଲେ। ଗାଁର ସମସ୍ତଙ୍କ ମୁହଁରେ ଏକ କଥା, ଧନ୍ୟ ଧନ୍ୟ ସ୍ୱାମୀ ସ୍ତ୍ରୀ ପ୍ରେମ। ନିଚ କୂଳରେ ବି ଏମନ୍ତ ଧର୍ମ ଥାଏ, ଏମନ୍ତ ପ୍ରେମ ଥାଏ। ଆପଣମାନେ ଶୁଣୁଥିଲେ ଫକୀର ମୋହନ ସେନାପତିଙ୍କ ଦ୍ୱାରା ରଚିତ ବଗୁଲା ବଗୁଲି କାହାଣୀର ଯଥାସମ୍ଭବ ଅକ୍ଷୁର୍ଣ୍ଣ ସ୍ୱରୂପର ବର୍ଣ୍ଣନା। ଏ ପ୍ରତିଟି ଶବ୍ଦ ଯେପରି ଭାବରେ ବ୍ୟାସକବି ଫକୀର ମୋହନ ଲେଖିଛନ୍ତି ସେହିପରି ଭାବରେ ଆପଣମାନଙ୍କ ସାମ୍ନାରେ ପରିବେଷଣ କରାଗଲା। କାହାଣୀ ବିଷୟରେ ଆପଣମାନଙ୍କର ମତାମତ ନିଶ୍ଚିତ ଭାବରେ ଦେବେ।